ସାଙ୍ଗମାନେ ଢାବା ଷ୍ଟାଇଲ୍ରେ ମୋ ଭଉଣୀ ଆଜି ବନାଉଛନ୍ତି ମାଛ ଚିଲି। ସେଇଥିପାଇଁ ତ ଦୁଇଟା ପିତିବାତିଆ ଧରିକି ଠକ ଠକ କରିକି ବନାଉଛି। ତ ମାଛ ଚିଲି ଟିକେ ଖାଇଦେଇ ବାହାରିଗଲୁ ଆମେ ଗାଁକୁ। ତ ମାଉସୀ ମଉସା ଖୁସି ବି ଆମ ସାଙ୍ଗରେ, ସେ ତାଙ୍କ ଗାଁରେ ରହିଯିବେ, ଆମେ ଆମ ଗାଁକୁ ପଳେଇବୁ। ତ ବାଟରେ ଆମେ କିଛି ଲଞ୍ଚ କରିନଥିଲୁ, ତ ସେଥିପାଇଁ ଟିକେ ଚିଲିକା ଢାବାରେ ଟିକେ ଖାଇଦେଲୁ। ଭିନ୍ନ ଭିନ୍ନ ପ୍ରକାରର ବ୍ୟଞ୍ଜନ ଅର୍ଡ଼ର ହେଇଥିଲା, ମାଛ, ଚିଙ୍ଗୁଡ଼ି, କଙ୍କଡ଼ା। ଆଉ ତା ସାଙ୍ଗରେ ମୋ ଡୁଗୁର ତ ଗୋଟେ ଚିତ୍, ସେ ପାଣି ପିଇକି ହିଁ ଯିବ, କିଛି ଖାଇବନି। ଆଉ ଟିକେ ରମ୍ଭାରେ ଟିକେ ରହିକି ସେଠୁ ଟିକେ ଜିନିଷପତ୍ର କିଣାକିଣି କରିଦେଲୁ। ଆଉ କ'ଣ, ତାଙ୍କ ଘରେ ଆସି ପହଞ୍ଚିଗଲୁ। ଏଇ ମାଉସୀର ବାରିପଟେ ସବୁ ପ୍ରକାର ଗଛ ଲାଗିଥାଏ ସବୁ। ଆଉ ଏଠି ଦେଖନ୍ତୁ କମଳା ଗଛଟା, କେତେ ବଡ଼ ବଡ଼ କମଳା ହେଇଛି। ଏତିକି ଛୋଟ ଛୋଟ କମଳା ଗୁଡ଼ାକୁ ବି ମିଠା ଲାଗୁଛି। ଆଉ ତାଙ୍କ ବାରିପଟେ ଟିକେ ଏମିତି ବୁଲାବୁଲି କଲୁ। ଆଉ ନା ଦେଖନ୍ତୁ ସାଙ୍ଗମାନେ, ପାନପତ୍ର ମୁଁ କେବେ ଏମିତି ତୋଳି ନଥିଲି ହାତରେ। ପାନପତ୍ର ପୁରା ବହୁତ ସାରା ଭର୍ତ୍ତି ହେଇଛି। ଆଉ ଏଠି ଆଇ ଜହ୍ନି ମଞ୍ଜି ରଖିଥିଲେ। ଆଉ ତାଙ୍କର ତ ଚୁଲିରୁ ପେପର ଉଠୁନି। ଆଉ କ'ଣ, ଆମେ ଯାଇକି ରାତି ହେଇଗଲା ଘରେ ପହଞ୍ଚିଗଲୁ। ଆଉ କ'ଣ ସାଙ୍ଗମାନେ, ଜୟ ଜଗନ୍ନାଥ।